ଜାଣିଛନ୍ତି ସବୁ ପରମାତ୍ମାଙ୍କର ଦାନ, ସବୁକିଛି ପରମାତ୍ମା ଦେଇଛନ୍ତି, ତାହା ତିଳେ ମାତ୍ର ସନ୍ଦେହ ନାହିଁ। ଦେଖନ୍ତୁ ଆପଣମାନେ, ଥଣ୍ଡା ଦିନରେ ଥଣ୍ଡା ଲାଗିବ, ଗରମ ଲାଗିବ ନାହିଁ, ଗରମ ଦିନରେ ଗରମ ଲାଗିବ, ଥଣ୍ଡା ଲାଗିବ ନାହିଁ, ରାତି ହେବ, ଦିନ ବି ହେବ, ତାହା ମଣିଷ ଦ୍ୱାରା ସୃଷ୍ଟି ନୁହେଁ। ଜଳ, ବାୟୁ, ଆପଣଙ୍କର ଅଗ୍ନି, ଆକାଶ, ମାଟି ଏ କୌଣସି ମଣିଷ ଦ୍ୱାରା ସୃଷ୍ଟି ନୁହେଁ। କିନ୍ତୁ ଅଜ୍ଞାନ ମାନେ ମଣିଷଙ୍କୁ ଭଗବାନ କହୁଛନ୍ତି ଯେ ମଣିଷ ସବୁ ସୃଷ୍ଟି କରିଛି। ତାହା ପ୍ରକୃତରେ ହିଁ ହାସ୍ୟାସ୍ପଦ ଅଟେ। ତାହେଲେ କେଉଁ କର୍ମ ଦ୍ୱାରା ହିଁ ମଣିଷ ଆନନ୍ଦ ପାଏ? ନା, ମଣିଷ ଯେହେତୁ ପରମାତ୍ମାଙ୍କ ଦ୍ୱାରା ସୃଷ୍ଟି, ପରମାତ୍ମା ସବୁକିଛି ମଣିଷକୁ ଦେଇଛନ୍ତି, ସବୁ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଯେପରି ଗ୍ରହ ନକ୍ଷତ୍ର, କୌଣସି ଟ୍ରାଫିକର ବ୍ୟବସ୍ଥା ନାହିଁ, କୌଣସି ମଣିଷ ସେଥିରେ ଟ୍ରାଫିକ ହୋଇ ଛିଡ଼ା ହେଇନାହିଁ, ଗ୍ରହ ନକ୍ଷତ୍ରକୁ ହିଁ କଣ୍ଟ୍ରୋଲ କରିବ। କିନ୍ତୁ ସୁନ୍ଦର ଭାବରେ ହିଁ ଗ୍ରହ ନକ୍ଷତ୍ର ଘୁରି ବୁଲୁଛନ୍ତି, ଯେ କି ହିଁ ଆଜି ଜଗତ ରହିଛି। ଆଜି କାହା ଯୋଗୁଁ? ପରମାତ୍ମାଙ୍କ ଯୋଗୁଁ। କାରଣ ପରମାତ୍ମା ସବୁକିଛି ସୃଷ୍ଟି କରିଛନ୍ତି। ତେଣୁ ପରମାତ୍ମା ଯେହେତୁ ସବୁକିଛି ମଣିଷକୁ ଦେଇଛନ୍ତି, କିନ୍ତୁ କର୍ମର ବ୍ୟବସ୍ଥା ମଣିଷଙ୍କୁ ହାତରେ ଦେଇଛନ୍ତି, ଯାହାକି ହିଁ କର୍ମର ବ୍ୟବସ୍ଥାଟା କେବଳ ମଣିଷଙ୍କ ହାତରେ ଅଛି। ଆପଣ ପରୀକ୍ଷା କରି ଦେଖନ୍ତୁ, କଥା କଥାରେ କିଛି ମଣିଷ କହନ୍ତି ଯେ ଯେଭଳି କର୍ମ ସେଭଳି ଫଳ। ଠିକ୍ ସେପରି ଯେଭଳି ଆପଣମାନଙ୍କର କର୍ମର ବ୍ୟବସ୍ଥା ଥିବ, ସେପରି ହିଁ ଆପଣଙ୍କର ଅବସ୍ଥା ହେବ। ଅବସ୍ଥା ଅର୍ଥ ଆନନ୍ଦ ମିଳିବ।